ମୋ ନାଁ ଅତୀନ୍ଦ୍ର କୁମାର ସାହୁ। ମୁଁ 15-16 ବର୍ଷ ବେପାର କଲି। ମୋର ଫଳ ବେପାର କିନ୍ତୁ ସିଜନାଲ ବେପାର ମୁଁ କରେ। ରାକ୍ଷୀ, ସରସ୍ୱତୀ ମୂର୍ତ୍ତି, ହୋଲି ସବୁ ମୁଁ କରେ। ଏ ବର୍ଷ ସରସ୍ୱତୀ ମୂର୍ତ୍ତି କାଲି ସୋମବାର ମାର୍କେଟ ଫାଙ୍କା ଅଛି ବୋଲି 7-8 ଗାଡ଼ି ଆଣିକି ମାଲ ପୁରେଇଥିଲି। 3 ଲକ୍ଷରୁ 2,70,000 ଭିତରେ ହବ ଟୋଟାଲ। ପୋଡ଼ିଯାଇଛି କିଛି ନାହିଁ। କାଲି ଘରକୁ ଗଲି ମୁଁ ରାତି 12ଟା ଆସି ଘରକୁ ଗଲି ମାଲ ସବୁ ଥୁଆଥୁଇ କରିକି। ପରେ ଖାଇକି ଶୋଇଛି। 1:35ରେ ଫୋନ୍ କଲା ସାଇଡ୍ ଦୋକାନ ଜଣେ ପିଲା, ସେ ଫୋନ୍ କଲା କହିଲା ଦାଦା ଆସନ୍ତୁ ଏମିତି ପୋଡ଼ିଯାଇଛି। ଆସିଲା ଆସି ଆଉ କିଛି ନାହିଁ ଆଜ୍ଞା। ଆଜ୍ଞା ସୁରକ୍ଷା ସମସ୍ତେ ଯଦି ଆମେ ତ ଘରକୁ ଗଲେ ଲାଇନ୍, ତାପରେ ରାତିରେ କ'ଣ ହେଲା କୋଉଠି ଲାଗିଲା ବି ଆମେ ଆଜ୍ଞା ଖବର ଜାଣିନୁ। ସରକାରଙ୍କୁ ଏତିକି ବିନୀତ ଆବେଦନ, ସମସ୍ତେ ମାନେ ହାଣ୍ଡି ଭାଙ୍ଗି ଯାଇଛି ଲୋକଙ୍କର ଏଠି। ଆପଣ ଯାହା ସାହାଯ୍ୟ କରିବା କଥା କରିବେ। ଏଇଟା ଅଜାଇର ଦୋକାନ, 80 ବର୍ଷ ଦୋକାନଟା। ପାଲ, ଜରି, ରସି କୋଉ ଦିନ ଏମିତି 80 ବର୍ଷ ତଳେ ଲାଗି ନଥିଲା, ଆଜି ଲାଗିଗଲା। ଆଉ କଣ କରିବା ଆଜ୍ଞା? କଣ କରିବା, ରାତିରେ 2ଟା ବେଳକୁ ପାଇଲି, ଆଉ ଆସିଲା ବେଳେ ଦେଖିଲା ବେଳେ କିଛି ନାହିଁ। କହିପାରିବିନି ଆଜ୍ଞା କେମିତି ଲାଗି। 30ଟା ଏପଟ ଲାଇନଟା 30ଟା, ସେପଟେ କହିପାରିବିନି, ଗଣିନି। ଜଣ ଜଣ ଦୋକାନ 5 ଲକ୍ଷ 6 ଲକ୍ଷ, ଚାରିପଟ ଦୋକାନ ତ ଆଉ। ଜରି, ପାଲ, ରସି ଆଜ୍ଞା। ଯାହା ଦେବେ ଆଉ। ସେ କହିଛନ୍ତି ତ, ମେୟର କହିଛନ୍ତି ସେ ସବୁ ସଫାସଫି କରିଦେଇକି ଦୋକାନ କରିକି ଦବ କରି କହିଛନ୍ତି। ଆଉ ଏଇଠି କହିଥିଲେ, ଆଉ ରାଗ ରୁଷାରେ କିଏ ହେଲେ କହିବ? ଆମେ ତ ସେଇ ହିସାବରେ ତ ଆମେ ଚାଲୁଥିଲୁ, ଯେତିକି ସାଇଜରେ ସେତିକି ସାଇଜରେ ବସୁଥିଲୁ। ଲୋକ ଯଦି କମ୍ପ୍ଲେନ କରିବେ ତାହେଲେ ଆମେ କଣ ଦାୟୀ କହୁନାହାନ୍ତି ଆଜ୍ଞା? ଆମେ ତ ସୁରକ୍ଷା ହେଇଗଲୁଣି ନା। ଆମେ ଜାଣିଲୁ ଏଇଠି 2 ପଇସା ଆମକୁ ଇନକମ ହଉଛି, ଆମ ପିଲା ଛୁଆ ଚଳୁଛି କରିକି। ଆମେ ଏଇଠି ତ ଇନକମ କରିକି ଆମ ପିଲା ଛୁଆକୁ ଚଳଉଛୁ। କହିଥିଲେ, ଆଉ ଆମେ ଯାହାହେଲେ ବି ମ୍ୟାଡମର ଗୋଡ ହାତ ଧରିଲୁ, କହିଲୁ ମ୍ୟାଡମ ଏମିତି ଏମିତି ଆମର ଟିକେ ଅସୁବିଧା କଥା ଶୁଣନ୍ତୁ। ସେ କହିଲେ ଯୋଗାଯୋଗ କରିବି ବୋଲି କହିଛନ୍ତି। ହଁ କହିଛନ୍ତି, ଏଇଟା ସଫା ହେଇଯାଉ, ଆରମ୍ଭ ହବ ସଫା ହବ। 5-6 ଲକ୍ଷ କ୍ଷତି ହେଇଛି ଆଉ। କାଗଜ ପତ୍ର ସବୁ ଡକ୍ୟୁମେଣ୍ଟ ସବୁ ପୋଡିଗଲାଣି। ବୋଉର କାଗଜ ପତ୍ର ସବୁ ପୋଡିଗଲାଣି। ରଖିଥିଲି ମହାଜନକୁ ଦବା ପାଇଁ ପଇସା। ଜଣକୁ ଦବାର ଥିଲା 20,000, ଜଣକୁ ଦବାର ଥିଲା 60,000, ସବୁ ପଇସା ପୋଡିଗଲା। ଘରେ ଥିଲି ଆଜ୍ଞା, ମୋ ବୋଉ ଶୋଇଥିଲା। ନାଇଁ ଆଜ୍ଞା, ସେମିତି ଭାଇ ମୁଁ କହିପାରିବିନି। କିଏ ଲଗେଇଛି କିଏ ନ ଲଗେଇଛି ଭଗବାନଙ୍କୁ ଜଣା। କେମିତି ଲାଗିଲା କଣ ଲାଗିଲା ଆମେ ଜାଣିନୁ। ଆସିଲା ବେଳକୁ ତ ଦେଖୁଛୁ ଆଉ ଆମ ଦୋକାନଟା ପୋଡୁଛି ଆଉ। ଯାହା ସରକାର ଦେବେ ଆମକୁ, ଆଉ ଏଠି ଦୋକାନ ଯାହା ଦେବେ ଭାଙ୍ଗା ଭଙ୍ଗି କରିକି ଆମକୁ ଦୋକାନଟା ଦେଇଦେଲେ ଆମେ କୋଉଠି ବାକି ପତ୍ର କରିକି ଆମେ ଚଳିବୁ। ଆଉ କୋଉଠି ଆଡଜଷ୍ଟ କରି ଚଳିବୁ। ଆଉ ଚଳିବୁନି, ପିଲା ଛୁଆକୁ ପଢେଇବୁ କେମିତି? ମଣିଷ କରିବୁ କେମିତି? ଆମେ ସିନା ମୂର୍ଖ ହେଇଗଲେ, ଆମ ପିଲା ଛୁଆ ମୂର୍ଖ ହେଇଯିବେ। ଯାହେଲେ ଏଇଠୁ ତ କମେଇକି ତ ପାଠ ପଢେଇବୁ ନା। ରୋଡ ଉପରେ ଯେମିତି ବେପାର କରୁଥିବୁ ସେମିତି ବେପାର କରିବୁ ଆଜ୍ଞା। ଆଉ କଣ କରିବା? କଣ କରିବା? ବାପା ମା ବି ସହିକି ଆସୁଛନ୍ତି, ଆମେ ବି ସହିବୁ। ଆଉ କଣ? ଆଉ ସେତିକି। ନା ନା, ମେୟର କଥା ଆମେ ଶୁଣିଥିଲୁ। ମ୍ୟାଡାମ ଯୋଉଟା କହୁଛନ୍ତି ଆମେ ତାଙ୍କ କଥା ଆଗରୁ ବି ମାନିଥିଲୁ। ଆମେ ଲାଇନ ଟା ପୁରା କ୍ଲିୟର କରିଥିଲୁ। ଲାଇନ ଟା ଭଲ ସଫାସୁଫି କରିକି ଆମେ ଦାୟିତ୍ୱ କରି ରଖିଥିଲୁ। ଆଜି ଏଠି ବର୍ଷେ ହେଲାଣି ଭଲ ସଫାସୁଫି ଦାୟିତ୍ୱ। ସବୁ ଦୋକାନ ପୋଡିଲାଣି, ଗୋଟେ ଦୋକାନ ପୋଡିଲେ ଗୋଟେ ଲୋକ ସୁଧୁରି ଯିବେ ନା। ସେଥିପାଇଁ ଗୋଟେ ଦୋକାନଟା ପୋଡିଲା କରି ଆମେ ଏଇଠି ପୁରା ବର୍ତ୍ତମାନ ପୁରା ସାଇଜ ହେଇକି ବସିଛୁ। ଯେତିକି ଆମର ଭେଣ୍ଡିଅନ 2-3 ଫୁଟ ଅଧିକା ରଖିକି ବସିଛୁ ଆମେ। ସେତିକିରେ ଆମେ ଭଲ ଥିଲୁ। ତାପରେ କେମିତି କଣ ଲାଗିଗଲା ସେ ଭଗବାନଙ୍କୁ ଜଣା। ଆଉ କଣ ଘଟଣା ଆଜ୍ଞା, ଆମେ କାଲି ସୋମବାର ବଜାର ଥିଲା ଆଜ୍ଞା। ଆଉ ଆମେ ଯେ ପୂଜା ବଜାର ଅଛି, ମାଲ ଟିକେ ଅଧିକା ଆଜ୍ଞା। 50-60 ପେଟି ନାକେ ଫଳ ଦୋକାନ ଆଜ୍ଞା। 50-60 ପେଟି ନାକେ ଫଳ ସବୁ ଆଣିଥିଲୁ। ଆଉ ଏଠୁ ଖୋଲାଖୋଲି କରିଥିଲୁ, ବେପାର ନଥିଲା। ଆମେ ତ ବନ୍ଦ ବାନ୍ଦ କରିକି ରାତି 11ଟାରେ ଆଜ୍ଞା ଘରକୁ ଗଲୁ। ଘରକୁ ରାତି 11ଟାରେ ଯାଇକି ଶୋଇବାକୁ ଯାହାହେଲେ ଖାଇକି ଶୋଇଲା ବେଳକୁ ଆଜ୍ଞା 12ଟା ହେଇଯିବ। ରାତି 1:30 ବେଳେ ଏଠି ନିଆଁ ଲାଗିଗଲା। 2ଟା ବେଳକୁ ଆମ ପାଖକୁ ଫୋନ ଗଲା। ଆମେ 2ଟା ବେଳକୁ ଆଇଲା ବେଳକୁ ଦୋକାନରେ ଆଜ୍ଞା କିଛି ନାହିଁ, କି ମାଲ କିଛି ନାହିଁ, ସବୁ ଆଜ୍ଞା ପୋଡିକି ଧ୍ୱଂସ ଆଜ୍ଞା। କିନ୍ତୁ କଣ ଲାଗିଲା ଆଜ୍ଞା ଆମେ ଦେଖିନି ଆଜ୍ଞା। କିନ୍ତୁ କଣ କହିବା ଆଜ୍ଞା, କିଏ ଶୋଇଥିଲା ମଶା ଧୂପରୁ ଲାଗିଲା, କି କରେଣ୍ଟରୁ ଲାଗିଲା, କି କିଏ ଲଗେଇଲା ଆଜ୍ଞା କହିହବନି। ଦେଖିନା ଆମେ କିନ୍ତୁ କହିବା ଆଜ୍ଞା। ମାଲ ଥିଲା ଆଜ୍ଞା ଯାହାହେଲେ 1.5 ଲକ୍ଷ ଟଙ୍କାର ମାଲ ଥିଲା।
1.5 ଲକ୍ଷ ଟଙ୍କାର ମାଲ ଥିଲା ଆଜ୍ଞା। ସେଉ ତ ଆଜ୍ଞା ପେଟି ଆଜ୍ଞା 1500 2000 3000 ଟଙ୍କା ପେଟି। ବେଦନା ପେଟି 1500 ଟଙ୍କା, ଅଙ୍ଗୁର ପେଟି 1500 ଟଙ୍କା, କମଳା ତ ଆଜ୍ଞା କିଲୋ 60 ଟଙ୍କା। ଆଉ ସବୁଥିରୁ ଆଜ୍ଞା 40 50 ପେଟି ନାକେ ଆଣିଥିଲି ପୂଜା ବଜାର ତେଲ। ଆଜ୍ଞା ଭର୍ତ୍ତି କରିଥିଲି, ସରସ୍ୱତୀ ପୂଜା ଅଛି ବୋଲି ଆଜି ବେପାର ହେଇଥାନ୍ତା, ଆଉ ରାତିରେ ଏଇ ଦୁର୍ଘଟଣା ହେଲା ଆଜ୍ଞା।